ନୂଆଗାଁ ବ୍ଲକ ଉର୍ମେଇ ପଞ୍ଚାୟତ ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା। ଆଜି ଉର୍ମେଇ ପଡ଼ିଆରେ ଆୟୋଜିତ ନବମ ମେଘନା ନକ୍ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପରେ ପୂର୍ବତନ ବିଧାୟକ ତଥା ରାଉରକେଲା ଜିଲ୍ଲା ସାଂଗଠନିକ ସଭାପତି ଶ୍ରୀ ହାଲୁ ମୁଣ୍ଡାରୀ, ନୂଆଗାଁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବିଶ୍ୱାସୀ ଟପ୍ନ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରି ଖେଳର ଶୁଭ ଉଦ୍ଘାଟନ କରିଲେ। ସମ୍ମାନିତ ଅତିଥି ରୂପରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଖଲୁ ଏକା, ଉର୍ମେଇ ସରପଞ୍ଚ ବିର୍ସା ଓରାମ, ସମିତି ସହ୍ୟ, ହାତୀବାରୀ ଦିଗମ୍ବର ଦାସ, ଖୁଟଗାଁ ସରପଞ୍ଚ ସୁମିତ୍ରା ଓରାମ, ପୂର୍ବତନ ସରପଞ୍ଚ ଏଲିଜାବେଥ ଲୁଗୁନ, ସମାଜସେବୀ ତଥା ଯୁବନେତା ମୁବାରକ ଅନସାରୀ, ହିମାଂଶୁ ତ୍ରିପାଠୀ ଉପସ୍ଥିତ ଥିଲେ। ୟୁଥ୍ ଆସୋସିଏସନ କମିଟିର ସଭାପତି ହିମାଂଶୁ ଭୂଷଣ ପଣ୍ଡାଙ୍କ ପ୍ରଚେଷ୍ଟାରେ ଆୟୋଜିତ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ଖେଳ ସଫଳ ହେଲା। ଅନ୍ୟମାନଙ୍କ ମଧ୍ୟରେ ରାଜା, ବିପିନ ପଣ୍ଡା, ଇବ୍ରାହିମ ଅନସାରୀ, ମଙ୍ଗଲ ଦାସ ଖାଲଖୋ, ଅଶୋକ, ପ୍ରକାଶ, ସପନ, ବିକ୍ଷୀ, ଶମ୍ଭୁ, ମିଥୁନ, ଆସାହାମ, କୃଷ୍ଣା, ହେମନ୍ତ, ରାମେଶ୍ୱର ଭାଇସାଲ, ରଞ୍ଜିତ ଏବଂ ଅଜୟ, ଅମିତ, ଗଗନ, ରାଜାରାମ ପ୍ରମୁଖ ସହଯୋଗ କରିଲେ। ଏହି ଖେଳାଯାଇଥିବା ଦୁଇଟି ମ୍ୟାଚ୍ ମଧ୍ୟରୁ ପ୍ରଥମ ମ୍ୟାଚ୍ଟି କାରିମାଟି ସହିତ ନୂଆଗାଁ ଏବଂ ଦ୍ୱିତୀୟ ମ୍ୟାଚ୍ଟି କାତେପୁର ସହିତ ପୁରୁଣାପାନି। ପ୍ରଥମ ମ୍ୟାଚ୍ରେ କାରିମାଟି ବିଜୟ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ପୁରୁଣାପାନି ବିଜୟ ହେଲେ। ଏହି କାର୍ଯ୍ୟକ୍ରମ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ଗ୍ରାମୀଣ ବିକାଶ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ତଥା ଗୋଷ୍ଠୀ କେନ୍ଦ୍ର ନିର୍ମାଣ, ଖେଳ ପଡ଼ିଆ ଉନ୍ନତିକରଣ, ଭୋଗମଣ୍ଡପ ଓ ଜଗନ୍ନାଥ ସଂସ୍କୃତି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା। ଏହି ପ୍ରକଳ୍ପଗୁଡ଼ିକ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବାରୁ ପଞ୍ଚାୟତବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ 5ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।